ବନ୍ୟା ଜଳ ମାଡ଼ିଯିବା ଭୟରେ ଗୋଟିଏ ଛୋଟ ଗାଁର ଲୋକେ ନିରାପତ୍ତା ପାଇଁ ଗାଁ ଛାଡ଼ି ଅନ୍ୟ ସ୍ଥାନକୁ ଚାଲି ଯାଉଥାନ୍ତି। କିନ୍ତୁ ଜଣେ ଲୋକ ସେମିତି ରହିଥାଏ। ସେ କହୁଥାଏ, ଭଗବାନ ମୋତେ ରକ୍ଷା କରିବେ। ମୋର ତାଙ୍କ ଉପରେ ବିଶ୍ୱାସ ଅଛି। ଜଳପତନ ବଢ଼ିବାକୁ ଲାଗିଥାଏ। ଗୋଟିଏ ଜିପ୍ ତାକୁ ଉଦ୍ଧାର କରିବାକୁ ଆସିଲା। କିନ୍ତୁ ଲୋକଟି ସେହି ଏକା କଥା କହି ଯିବାକୁ ମନା କଲା। ଭଗବାନ ମୋତେ ଉଦ୍ଧାର କରିବେ। ମୋର ତାଙ୍କ ଉପରେ ବିଶ୍ୱାସ ଅଛି। ଜଳପତନ ଆହୁରି ବଢ଼ିବାରୁ ସେ ଦ୍ୱିତୀୟ ମହଲାକୁ ଗଲା ଏବଂ ଗୋଟିଏ ଡଙ୍ଗା ତାକୁ ଉଦ୍ଧାର କରିବାକୁ ଆସିଲା। ଏଥର ବି ସେ ଯିବାକୁ ମନା କଲା ଏବଂ ସେହି ଏକା କଥା କହିଲା। ବନ୍ୟା ଜଳ ଆହୁରି ବଢ଼ି ଚାଲିଲା ଏବଂ ଲୋକଟି ଛାତ ଉପରକୁ ଚଢ଼ିଗଲା। ଗୋଟିଏ ହେଲିକପ୍ଟର ତାକୁ ଉଦ୍ଧାର କରିବାକୁ ଆସିଲା। ଏଥର ବି ଲୋକଟି ତାର କଥା ମନା କରିଦେଲା। ରାଜି ବି ହେଲା ନାହିଁ। ଦୋହରାଇ ଯିବା ପାଇଁ ମନା କଲା। ବାସ୍ ତାର ପରିଣତି କ'ଣ ହେଲା? ଅନୁମାନ କରୁଛନ୍ତି? ସେ ପୁଣି ସୁଅରେ ଭାସିଗଲା। ଏଇଠି କଥା ସରିଲା ନାହିଁ। ମୃତ୍ୟୁ ପରେ ସେ ଈଶ୍ୱରଙ୍କ ନିକଟରେ ପହଞ୍ଚିଲା। ଖୁବ୍ ରାଗରେ ସେ କହିଲା, ଆପଣଙ୍କ ଉପରେ ଭରସା କରି ମୋର ସର୍ବନାଶ ହେଲା। ମୋର ଜୀବନ ଗଲା। ମୋ କଥା ଟିକିଏ ବି ଆପଣଙ୍କ କାନରେ ବାଜିଲା ନାହିଁ। ଈଶ୍ୱର ଉତ୍ତର ଦେଲେ, ଜିପ୍, ଡଙ୍ଗା ଓ ହେଲିକପ୍ଟର କିଏ ପଠାଇଥିଲା ବୋଲି ତୁ ଭାବୁଛୁ? ଭାଗ୍ୟବାଦୀ ମନୋବୃତ୍ତିରୁ ଓହରି ଯିବା ପାଇଁ ଗୋଟିଏ ମାତ୍ର ଉପାୟ ହେଲା ଦାୟିତ୍ୱ ଗ୍ରହଣ କରିବା ଏବଂ ଭାଗ୍ୟକୁ ବିଶ୍ୱାସ ନ କରି ଫଳାଫଳ ନିୟମରେ ବିଶ୍ୱାସ ରଖିବା। ବସି ବସି କାମ କରିବା ପାଇଁ ଭାବିଲେ କି ଅପେକ୍ଷା କଲେ କାମ ହୋଇଯାଏ ନାହିଁ। ଏଥିପାଇଁ ଯୋଜନା ଏବଂ ପ୍ରସ୍ତୁତି ଦରକାର। ତାହେଲେ ଯାଇ ଆପଣ ଏହି ନଷ୍ଟକାରୀ ଭାଗ୍ୟବାଦୀ ମନୋବୃତ୍ତିରୁ ନିଜକୁ ରକ୍ଷା କରିପାରିବେ। ସଫଳ ଜୀବନ ପାଇଁ କିଛି କରିବାକୁ ନିହାତି ଆବଶ୍ୟକ। ଆପଣମାନେ ଭାବନ୍ତୁ ନାହିଁ ଯେ ଆମେ କର୍ମ କରୁଛୁ, ଭଗବାନ କାହିଁକି ଫଳ ଦେଉନାହାନ୍ତି। କର୍ମ କରନ୍ତୁ, ଫଳର ଆଶା ରଖନ୍ତୁ ନାହିଁ।